ନମସ୍କାର ସାଙ୍ଗମାନେ, ଆମେ ଏଠି ପଖାଳ ଖାଇବା ପାଇଁ ରେଡ଼ି ହେଇଗଲୁ। ଆଉ ଦହି ପଖାଳ, ଚକଡ଼ା ଚକଡ଼ି, ଆଳୁ, ବାଇଗଣ, ବିଲାତି, ମିକ୍ସଚର ଏସବୁ ଖାଇସାରିଲା ପରେ ଆମ ରୋଷେଇବାସ ଷ୍ଟାର୍ଟ ହେଲା। ତାପରେ ଏଠି ଶୁଭମ ଆଜି ସବୁ ସଜଡ଼ି କରୁଛି। ଆଉ ଏଠି ଗୋଟେ ଆମ ବାପାଙ୍କୁ ଖାଇବା ଦେଇଦେଇଛି। ଏପଟେ ଦୃଷ୍ଟିରାଣୀ ଆମର ଖାଇବାକୁ ବସିଯାଇଛନ୍ତି। ଆଉ ଏଠି ଭାଇ ଭଉଣୀଙ୍କର ଝଗଡ଼ା ହେଇଗଲା। ଏତେ ସୁନ୍ଦର ଦୃଷ୍ଟି ଏଠି କହୁଛନ୍ତି। ଏଠି ଆମ ଦୃଷ୍ଟିକି ଟିକେ ଥଣ୍ଡା ହେଇଯାଇଥିଲା। ଆଉ ଏଠି ପାଖ ମେଡ଼ିକାଲକୁ ଆମେ ପଳେଇ ଆସିଥିଲୁ। ଏଠି ଆମେ ଟିକେଟ୍ କରିକି ବସିଛୁ। ଆଉ ଡକ୍ଟର ଭିତରେ ଅଛନ୍ତି। ଆମେ ଏଠି ଦେଖେଇକି ଏଠି ମାମୁଁ ଭାଣିଜୀ ରହିଲେ। ମୁଁ ସେଠି ପଡ଼ୁ ମେଡ଼ିସିନ ଆଣିଲି। ଆଉ ତାପରେ ଏଠି ଆମେ ଟିକେ ଗୁପଚୁପ୍ ବାଟରେ ଖାଇଲୁ। ଆଉ ଦୃଷ୍ଟିର ଗୁପଚୁପ୍ ଖିଆ ଷ୍ଟାଇଲ୍ଟା ବହୁତ ଅଲଗା ପ୍ରକାର। ଏପଟେ ଖାଉ ଖାଉ ତାଙ୍କର ପ୍ଲେଟ୍ଟା ବି ଗଳି ପଡ଼ିଲା। ସେ ବହୁତ ମନ ଦୁଃଖ କଲେ। ତାପରେ ଆମେ ଘରକୁ ଆସିଗଲୁ। ଆଉ ଦୃଷ୍ଟିର ମିଠା ମିଠା କଥା ବହୁତ ଭଲ ଲାଗିଲା। ଏଠି ଆମର ସନ୍ଧ୍ୟାରେ ଖାଇବା ପାଇଁକି ଚଣା ଭିଜା ହେଇଥିଲା। ଆଉ ସେ ଚଣାକୁ ଆମେ ସିଝେଇ ଦେଇକି ତାପରେ ମୁଁ ଆଳୁ ପିଠା ପକାଇ ଦେଇଥିଲି କିନା ଆମ ରାତିରେ ଆଳୁ କଷା ହେବ। ଏଠି ସିଝା ଚଣାକୁ ଛାଣି ଦେଇକି ତା ଦେହରେ କର୍ଣ୍ଣଫ୍ଲୋର ପାଉଡ଼ର, ବେସନ, ସୋଢ଼ା, ଲୁଣ ସବୁଥିରେ ଏମିତି ପକାଇକି ତାକୁ ଗୋଳେଇ ଦେଇକି ତାକୁ ଏଠି ଛାଣିଦେଲେ। ଏଇଠି ଛଣା ସରିଲା ପରେ ତାକୁ ଛାଣି ସାରିଲା ପରେ କଞ୍ଚା ଲଙ୍କା ଆଉ ରସୁଣକୁ ଛେଚି ଦେଇକି କଞ୍ଚା ଲଙ୍କାକୁ କାଟି ଦେଇକି ସବୁତକ ଚଣାକୁ ଛାଣି ସାରିଲା ପରେ ତାପରେ ରସୁଣକୁ ଯେଉଁ ଛାଣିଦେଲୁ, ଯେଉଁ କଞ୍ଚା ଲଙ୍କା କାଟି ରଖିକି ତା ଉପରେ ଆକୁ ଛେଚି ଦେଇକି ବିଟ ଲୁଣ ଟିକେ ପକାଇ ଦେଇକି ତାପରେ ଗୋଳେଇ ଦେଲୁ। ତାପରେ ହେଇଗଲା ଛଣା ବୁଟ। ଏଠି ସତ୍ୟମ ଟେଷ୍ଟ କଲା।